ଆପଣ ଜାଣିଛନ୍ତି ଯେତେବେଳେ ଆପଣ ଆନନ୍ଦ ବଜାରକୁ ମହାପ୍ରସାଦ ସେବନ କରିବାକୁ ଯାଆନ୍ତି ବା ସେବନ କରିସାରିଲା ପରେ ଯେତେବେଳେ ଆପଣ ଫେରନ୍ତି ସେତେବେଳେ ଆପଣ ମହାପ୍ରସାଦକୁ ପାଦରେ ମାଡ଼ିକି ବା ପାଦରେ କୁଦିକି ଆପଣ ବାହାରକୁ ଆସିଥାନ୍ତି, ଯାହାକି ଆପଣଙ୍କୁ ପାତକ ଦୋଷ ଲାଗିଥାଏ ଏବଂ ଘରର ଯିଏ ମୁଖ୍ୟ ବା ବଡ଼ ତାଙ୍କୁ ଆୟୁଷ ହାନି ହୋଇଥାଏ। ମହାପ୍ରସାଦ ସେବନ କରିବାକୁ ହେଲେ ତାର ଏକ ନିୟମ ଅଛି। ଯଦି ଆପଣ ସେଇ ନିୟମରେ ମହାପ୍ରସାଦକୁ ସେବନ କରିବେ ତାହେଲେ ଆପଣଙ୍କୁ ପାତକ ଦୋଷରୁ ମୁକ୍ତି ମିଳିଥାଏ। ପ୍ରଥମ, ଯେତେବେଳେ ଆପଣ ମହାପ୍ରସାଦ ସେବନ କରିବେ କୌଣସି ପେପର ଉପରେ କିମ୍ବା କୌଣସି ଆସନ ଉପରେ ବସିକି ମହାପ୍ରସାଦ ସେବନ କରିବେ ନାହିଁ। ମହାପ୍ରସାଦକୁ ଆପଣ ତଳେ ବସିକି ସେବନ କରିବେ। ଦ୍ୱିତୀୟରେ, ମହାପ୍ରସାଦ ଯେତେବେଳେ ଆପଣ ସେବନ କରିବେ ପୂର୍ବ ପଟକୁ ମୁଖ କରିକି ଆପଣ ମହାପ୍ରସାଦ ସେବନ କରିବେ। ତୃତୀୟରେ, ଯେତେବେଳେ ଆପଣ ମହାପ୍ରସାଦ ସେବନ କରିବେ ମହାପ୍ରସାଦର ଏକ ଗୁଣ୍ଡା ଧରିକି କହିବେ ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମାନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ନମ। ଚତୁର୍ଥରେ, ଯୋଉ ପତ୍ରରେ ଆପଣ ମହାପ୍ରସାଦ ସେବନ କରୁଥିବେ କଦଳୀ ପତ୍ର ହଉ କିମ୍ବା ଖଲି ପତ୍ର ହଉ, ତାକୁ ମହାପ୍ରସାଦ ସେବନ କରିସାରିଲା ପରେ ତାକୁ ମୋଡ଼ିକି ଭାଙ୍ଗିବେନି, ତାକୁ ଯେମିତି ଖାଉଥିବେ ସେମିତି ନେଇକି ଥୋଇଦେବେ ଏବଂ ମହାପ୍ରସାଦ ସେବନ କରିସାରିଲା ପରେ ଆପଣ ସମୁଦ୍ର କୂଳକୁ ଯିବେ। ସମୁଦ୍ର ଦୁଆରେ ଛିଡା ହେବେ। ଯେତେବେଳେ ସମୁଦ୍ରର ଢେଉ ଆପେ ଆପେ ଆସିକି ଆପଣଙ୍କ ପାଦକୁ ଧୋଇଦେବ, ତାହା ହିଁ ଆପଣଙ୍କୁ ପାତକ ଦୋଷରୁ ମୁକ୍ତି ମିଳିଥାଏ। ଏଇ ହେଉଛି ମୋ ଜଗନ୍ନାଥଙ୍କର ବିଚିତ୍ର ଲୀଳା। ହେ ମହାପ୍ରଭୁ, ତମ ମାୟା ବଡ଼ ବିଚିତ୍ର। ଜୟ ଜଗନ୍ନାଥ।